ସାଙ୍ଗ କଣ ହେଇଛି କାନ୍ଦୁଛୁ କଣ ପାଇଁ? ରାହୁଲ ରାହୁଲ ମତେ ଆଉ ଜମା ବି ଭଲ ପାଉନାହାନ୍ତି। କାହିଁକି କଣ ହେଇଛି? କାଲି ନା ମୁଁ ବସିକି କାନ୍ଦୁଥିଲି ହେଲା, ଆସିକି ମତେ ପଚାରିଲେ ବେବି ତମର କଣ ହେଇଛି? ମୁଁ କହିଲି ନାଇଁ କିଛି ନାହିଁ। କହିଲେ ହଉ କାନ୍ଦୁନି କହିକି ପଳେଇଲେ। ଓ ତାହେଲେ ତୋର କିଛି ହେଇନଥିଲା, ତୁ ଏମିତି ଖାଲିଟାରେ କାନ୍ଦୁଥିଲୁ? ମୁଁ କଣ ପାଗଳ? ମୋର କିଛି ବି ହେଇନଥିଲା, ମୁଁ ଖାଲିଟାରେ କାହିଁ କାନ୍ଦିବି? ଆଉ ତାହେଲେ ତୋର କଣ ହେଇଥିଲା ସେଟା ରାହୁଲଙ୍କୁ କହିଲୁନି? ଆରେ କେମିତି କହିଦେଇଥାନ୍ତି, ମୁଁ ତାଙ୍କ ସ୍ତ୍ରୀ ନା। ମୁଁ ଟେନସନରେ ଅଛି ବୋଲି କଣ ତାଙ୍କୁ ବି ଟେନସନ ଦେବି? ସେଇଟା କଣ ମୋ କର୍ତ୍ତବ୍ୟ କି? ତ ଭଲ ହେଲା, ତୁ ତାଙ୍କୁ ଟେନସନ ଦେବାକୁ ଚାହୁଁନଥିଲୁ ଆଉ ସେ ଟେନସନ ନେଲେନି, ଭଲ ହେଲା। କଣ ଭଲ ହେଲା? ନାଇଁ କଣ ଭଲ ହେଲା? ସିଏ ମୋ ସ୍ୱାମୀ ନା, ତାଙ୍କର କର୍ତ୍ତବ୍ୟ କଣ ମତେ ପଚାରିବା ବୁଝିବା ହଉଛି ତାଙ୍କର କର୍ତ୍ତବ୍ୟ। ଓହୋ ତାହେଲେ ସେ ତତେ ଆଉ ଥରେ ପଚାରିଥିଲେ ତୁ କହିଦେଇଥାନ୍ତୁ। ଆରେ କେମିତି କହିଦେବି? ମୁଁ ତାଙ୍କ ସ୍ତ୍ରୀ, ତାଙ୍କୁ ଟେନସନ ନ ଦେବାଟା ହଉଛି ମୋ କର୍ତ୍ତବ୍ୟ। ଆରେ ମା ତୁ ଚାହୁଁଛୁ କଣ? ସିମ୍ପଲ, ମୁଁ ତାଙ୍କୁ ଟେନସନ ଦବାକୁ ନ ଚାହିଁଲେ ବି ସିଏ ଏଇ ଟେନସନଟା ନିଅନ୍ତୁ ଯେ ମୋ ୱାଇଫର ଏମିତି କି ଟେନସନ ଅଛି ଯେ ସିଏ ମତେ ଟେନସନ ଦବାକୁ ହିଁ ଚାହୁଁନି। ବାସ୍ ମୁଁ ଏତିକି ହିଁ ଚାହୁଁଛି, ସିଏ ତାଙ୍କ କର୍ତ୍ତବ୍ୟଟା କରନ୍ତୁ ଯେମିତି ମୁଁ କରୁଛି, ତାଙ୍କୁ କେବେ ବି ଟେନସନ ଦେବେନି। ହଉ ଠିକ ଅଛି, ମୁଁ ତାହେଲେ ରାହୁଲକୁ କହୁଛି ସେ ତତେ ଆଉ 10 ଥର ପଚାରିଦେବେ। କିଛି ଦରକାର नहीं, जो मेरे खामोशी को नहीं समझ पाया वो शब्द को क्या समझेगा।